ପ୍ରଭୁଙ୍କର ପ୍ରଭୁଙ୍କର ମହାନାମର ଗୌରବ ହେଉ। କାରଣ ଆମମାନଙ୍କର ସଦାପ୍ରଭୁ ପରମେଶ୍ୱର ଯିଏକି ସମସ୍ତ ମାନବ ଜାତି ନିମନ୍ତେ ଆପଣାର ପ୍ରେମ ସେ ପ୍ରକାଶ କଲେ। ସେ ଆମକୁ ଏତେ ପ୍ରେମ କଲେ ଯେ ସେ ଆପଣାର ଅଦ୍ୱିତୀୟ ପୁତ୍ର ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ଆମମାନଙ୍କ ନିମନ୍ତେ ଜଗତକୁ ଦେଲେ। ପ୍ରିୟ ବାପା ମା ଭାଇ ଭଉଣୀ ମାନେ, ଆମମାନଙ୍କ ପାଇଁ ସାରା ମାନବ ସମାଜ ପାଇଁ ଏକ ସୁସମ୍ବାଦ ଏହା ଯେ କେହି ଜଣେ ଆମମାନଙ୍କୁ ଏତେ ପ୍ରେମ କରନ୍ତି, ଆମମାନଙ୍କୁ ଏତେ ଗଭୀର ପ୍ରେମ କରନ୍ତି, ଆମମାନେ ଈଶ୍ୱରଙ୍କ ବିରୁଦ୍ଧରେ ଜାଣୁ ନ ଜାଣୁ ଅନେକ ତାଙ୍କର ବିରୁଦ୍ଧାଚରଣ କରିଅଛୁ, କିନ୍ତୁ ପରମେଶ୍ୱର ସେ ମନୁଷ୍ୟକୁ ଦଣ୍ଡ ଦେବା ପାଇଁ ଇଚ୍ଛା କରନ୍ତି ନାହିଁ, କିନ୍ତୁ ସେ ପସନ୍ଦ କରନ୍ତି ଯେ ମନୁଷ୍ୟ ମନ ପରିବର୍ତ୍ତନ କରୁ, ମନୁଷ୍ୟ ଆପଣାର ପାପ ଠାରୁ ସେ ବିମୁଖ ହେଉ, ଏହା ଈଶ୍ୱର ଚାହାନ୍ତି। ଆଜି ସାରା ବିଶ୍ୱରେ ଗୋଟିଏ ଶୁଭ ଖବର, ଗୋଟିଏ ସୁସମ୍ବାଦ ପ୍ରଚାରିତ ହୁଏ, ତାହା ହେଉଛି ଈଶ୍ୱରଙ୍କର ପ୍ରେମ। ଏବଂ ଈଶ୍ୱରଙ୍କର ପ୍ରେମ କାହିଁରେ ତୁଳନା କରାଯାଇ ପାରିବ ନାହିଁ। ହୁଏତ ଆମକୁ ଯୋଉମାନେ ପାରିବାରିକ ଭାବରେ, ସାମାଜିକ ଭାବରେ, ଆମମାନଙ୍କର ବନ୍ଧୁ ଭାବରେ ଅନେକ ଲୋକ ଆମମାନଙ୍କୁ ପ୍ରେମ କରନ୍ତି ଏବଂ ଆମମାନେ ମଧ୍ୟ ସେମାନଙ୍କ ପ୍ରତି ପ୍ରେମ ପ୍ରକାଶ କରିଥାଉ, କିନ୍ତୁ ମନୁଷ୍ୟ କେବେ ମଧ୍ୟ ଅନ୍ୟ ଜଣଙ୍କ ପାଇଁ ଲଗା ହେବା ବା ଅନ୍ୟର ଦୋଷକୁ ନିଜ ଉପରକୁ ନେବା ଏହା ମନୁଷ୍ୟ ପକ୍ଷରେ କଷ୍ଟକର ହିଁ ନୁହେଁ, ଅସମ୍ଭବ ମଧ୍ୟ। କିନ୍ତୁ ପରମେଶ୍ୱର ସାରା ମନୁଷ୍ୟ, ସାରା ମାନବ ସମାଜର ସେ ମଙ୍ଗଳ ଚିନ୍ତା କରିବା ପରମେଶ୍ୱର। ଯଦି ଆମମାନେ ବାଇବଲ, ଯାହାକି ଈଶ୍ୱରଙ୍କର ମୁଖ ନିଃସୃତ ବାକ୍ୟ, ବାଇବଲ ଯାହାକି ବିଶ୍ୱର ସବୁଠାରୁ ବିକ୍ରୟ ଏବଂ ବ୍ୟବହାରିକ ପୁସ୍ତକ, ତାହା ଆମେ ଅଧ୍ୟୟନ କଲେ ଜାଣିପାରୁଛୁ ଯେ ସାରା ଜଗତର ସୃଷ୍ଟିକର୍ତ୍ତା ପରମେଶ୍ୱର ସେ ମନୁଷ୍ୟକୁ ବିନଷ୍ଟ କରିବା ନିମନ୍ତେ ନୁହଁ, ମନୁଷ୍ୟକୁ ରକ୍ଷା କରିବା ନିମନ୍ତେ ସେ ଯୋଜନା କଲେ ଏବଂ ସେ ଗୋଟିଏ କାର୍ଯ୍ୟ କଲେ ଯାହାକି ମନୁଷ୍ୟ କରିପାରିବ ନାହିଁ। ମନୁଷ୍ୟର ପାପ କ୍ଷମା ମନୁଷ୍ୟ ଦ୍ୱାରା ହୋଇନଥାଏ। ମନୁଷ୍ୟ ନିଜର ପାପକୁ ଧୌତ କରିବା ଅସମ୍ଭବ। ତେଣୁ ପରମେଶ୍ୱର ଏକ ମହାନ ଯୋଜନା କଲେ। ଯେଉଁ ବଳିଦାନ ଥରେ ମାତ୍ର ହୁଏ ଏବଂ ସେଇ ବଳିଦାନ ଦ୍ୱାରା ମନୁଷ୍ୟ ରକ୍ଷା ପାଇବ, ମନୁଷ୍ୟ ଉଦ୍ଧାର ପାଇବ, ତାହା ହେଲା ଆପଣାର ପୁତ୍ର ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ସେ ଦେଲେ। ପ୍ରଭୁ ଯୀଶୁ ଖ୍ରୀଷ୍ଟ ଯିଏକି ନିଷ୍ପାପ, ଯିଏକି କୌଣସି ଅପରାଧ କରିନଥିଲେ, କୌଣସି ପାପ, କୌଣସି ଦୋଷ ତାଙ୍କ ଠାରେ ନଥିଲା, ସେଇ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଜଗତରେ ମାନବ ରୂପରେ ସେ ଆସିଲେ ଏବଂ ଦୀର୍ଘ 33 ବର୍ଷ 6 ମାସ ସେ ଜଗତରେ ଜୀବନ ଅତିବାହିତ କଲେ ଏବଂ ପିତାଙ୍କର ଆଜ୍ଞାବହ ହୋଇ ପିତା ଈଶ୍ୱରଙ୍କର ପ୍ରତ୍ୟେକ ବାକ୍ୟକୁ ସେ ପାଳନ କଲେ ଏବଂ ଆପଣାର ଜୀବନ କ୍ରୁଶ ଉପରେ ସେ ଦେଲେ, ଉତ୍ସର୍ଗ କଲେ। ସବୁଠାରୁ ଉତ୍କୃଷ୍ଟ ବଳିଦାନ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର କ୍ରୁଶ୍ୟ ବଳିଦାନ। ତେଣୁ ଆଜି ସେଇ ତାଙ୍କରି ବଳିଦାନ ଉପରେ ପ୍ରଭୁ ଆମଙ୍କର
रक्षा उद्धार निमंते जो प्रायश्चित बलिदान कले निजे उत्सर्ग कले से उपरे आधारित एक चलचित्र आम देखा